ଆଜି ଥିଲା ରବିବାର ତ ସକାଳୁ ସକାଳୁ ହେଉଥିଲା ବର୍ଷା ତ ଆମେ ଦୁଇ ଜଣ ଡିସାଇଡ୍ କଲୁ ଚାଲ ଆଜି ବର୍ଷା ପାଗରେ ମଟନ୍ ମାଡ଼ଟା ହେବ। ତ ଏଠି ମଟନ୍କୁ ଧରିକି ପଳେଇ ଆସିଥିଲୁ ଆଉ ତାକୁ ଭଲସେ ଧୁଆଧୁଇ କରିସାରିଲା ପରେ ତା ଦେହରେ ମୁଁ ହଳଦୀ ଗୁଣ୍ଡ ପକାଇକି ମ୍ୟାରିନେଟ୍ କରିକି କିଛି ସମୟ ପାଇଁ ରଖିଦେଇଥିଲି। ତ ଏଠି ଗୋଟା ଆଳୁକୁ ଭଲସେ ମିଡ଼ିୟମ୍ ଗୋଲ୍ଡେନ୍ ବ୍ରାଉନ୍ ହେବା ଯାଏଁ ଭଲରେ ଭାଜିଦେଲି। ତ ବର୍ଷା ପାଗ ଯେହେତୁ ଦେଇଥିଲା ପକୁଡ଼ି ବି ଦୁଇଟା କରିକି ଖାଇଦେଲୁ, ଯେହେତୁ ଆମେ ଟୁଆଁ ଟୁଇଁ ହିଁ ରୋଷେଇ କରିବୁ ଆଉ ଖାଇବୁ। ତ ସେଥିପାଇଁ ପକୁଡ଼ି ଦୁଇଟା କରିସାରିଲା ପରେ ତେଲରେ ଗୋଟା ମସଲା ଆଉ ପିଆଜ ପକାଇ ତାକୁ ଭଲସେ ଗୋଲ୍ଡେନ୍ ବ୍ରାଉନ୍ କଲର୍ ହେବା ଯାଏଁ ଭାଜିଦେଲି। ତାପରେ ଏଠି ଅଦା ରସୁଣ ପେଷ୍ଟ ଯେଉଁଟା ବାଟିକି ରଖା ହେଇଥିଲା ତାକୁ ବି ପକାଇକି ଭଲସେ କଷି ସାରିଲା ପରେ ଆପଣ ଯେତିକ ବି ଆପଣଙ୍କ ଘରେ ଥିବ ମସଲା ଗୁଣ୍ଡ ତାକୁ ପକାଇଦେବେ। ତାପରେ ଏଇଠି ଭଲସେ ମସଲା ଗୁଣ୍ଡ ପଡ଼ି ସାରିଲା ପରେ କଷି ହେଇଗଲା ଆମ ମସଲା, ତା ଦେହରେ ସ୍ଲାଇଟ୍ ହାଲକାସା ପାଣି ଦେଇକି ମୁଁ ପକାଇଦେଲି ମଟନ୍। ତ ଏ ରେସିପି ମୋର ନୁହେଁ, ଏଇଟା ଥିଲା ମୋ ଗୁଲୁଙ୍କର। ମୋତେ ଠିକ୍ରେ ମଟନ୍ ବନେଇ ଆସେନି, ବାକି ସବୁ ବନେଇଦେବି ବଟ୍ ମଟନ୍ଟା ମୋତେ ବହୁତ ଡିଫିକଲ୍ଟ ଲାଗେ। ତ ଯେମିତିକି ମୁଁ କଷାରେ ଖାଇ ଦେଇଥିଲି ଆଉ ମୋର ମନେ ନଥିଲା ଭିଡ଼ିଓ ବନେଇବା ପାଇଁ, ସେଇଥିପାଇଁ ମୁଁ ଆଉ ଥରେ 4ଟା ବେଳେ ଖାଇବାକୁ ବସି ପଡ଼ିଥିଲି। ତ ହାଲକାସା ଅଳ୍ପ ମଟନ୍ ଧରିକି ଆସିଥିଲି, ଯେହେତୁ ମୁଁ କଷାରେ ଖାଇ ଦେଇଥିଲି ମୋ ପେଟରେ ଆଉ ଜାଗା ନଥିଲା, ଯେହେତୁ ଭିଡ଼ିଓ ବନେଇନି ସେଥିପାଇଁ ମୁଁ ଧରିକି ପଳେଇ ଆସିଥିଲି। ତ ମୋର ଅଲ୍ ଟାଇମ୍ ଫେଭରେଟ୍ ହେଉଛି ମଟନ୍ରେ ମୁଁ ଖାଏ ଅରୁଆ ଭାତ ପିଆଜ, ଆଉ ମୋତେ ଏତେ କାକୁଡ଼ି ପସନ୍ଦ ନୁହଁ, ଅରୁଆ ଭାତ ପିଆଜ ଆଉ ମଟନ୍ ଟିକେ ହେଲେ ମୋର ପୁରା ବହି ଜଳିବ। ତ ଏଠି ଖାଇଦେଲି ଯେମିତିକି ଆପଣମାନଙ୍କ ଫେସ୍ ରିଆକ୍ସନ୍ରେ ଦେଖୁଛନ୍ତି କେତେ ଟେଷ୍ଟି।